ଗ୍ରହଣ କଲ ଯେତେବେଳେ ଆମେ ବାକ୍ୟ ମଧ୍ୟ ଦେଇ ଯାଉଛୁ ପ୍ରଭୁ ତୁମେ ବାକ୍ୟ ଦେଇ ଆମକୁ କଥା କୁହ। ଯେତେ ଜଣ ଆଜି ଏଇ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ଆଜିର ବାକ୍ୟ ଦ୍ୱାରା ଯେପରି ମାନେ ନିଜ ନିଜ ଜୀବନକୁ ପ୍ରସ୍ତୁତ କରିବାକୁ ସକ୍ଷମ ହେବେ ରାଜା ତୁମର ସେ ପବିତ୍ର ଆତ୍ମାଙ୍କର ଚାଳନା ଦ୍ୱାରା ପ୍ରଭୁ ତୁମେ କଥା କହିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ଜୀବନରେ ତୁମେ କାର୍ଯ୍ୟ କର। ପ୍ରତ୍ୟେକଙ୍କୁ ଆତ୍ମିକ ଚକ୍ଷୁ ଖୋଲି ଦିଅ, ଆତ୍ମିକ କର୍ଣ୍ଣକୁ ଖୋଲି ଦିଅ, ଜଡ଼ ହୃଦୟକୁ ଖୋଲି ଦିଅ, ବାକ୍ୟ ଶୁଣି ହୃଦୟ ମଧ୍ୟରେ ରଖି କାର୍ଯ୍ୟ କରିବା ପାଇଁ ସାହାଯ୍ୟ କର। ମୋର ହୃଦୟର ଚିନ୍ତା, ମନର କଳ୍ପନା, ମୁଖର ବାକ୍ୟ ତୁମର ଗ୍ରହଣ ଯୋଗ୍ୟ ହଉ। ଗୌରବ ତୁମେ ପାଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ମାନେ ଯୀଶୁଙ୍କର ସେଇ ପାର୍ବତ୍ୟ ଉପଦେଶ ବିଷୟ ଚିନ୍ତା କରିବା। ଆଜି ସୁନ୍ଦର ବାକ୍ୟ ଦେଇ ମଧ୍ୟ ଦିଦି ଆହ୍ୱାନ କରିଛନ୍ତି ଯେ ତୁମେ ଆମ ନିକଟରେ ପ୍ରାର୍ଥନା କର, ଆମେ ତୁମକୁ ଉତ୍ତର ଦେବା। ପୁଣି ତୁମର ମହତ ଦୁଷ୍ଟର ଅଜ୍ଞାତ ବିଷୟମାନ ତୁମକୁ ଦେବା। ହାଲେଲୁୟା। ବାସ୍ତବରେ ପ୍ରଭୁଙ୍କ ନିକଟରେ ଯେଉଁମାନେ ପ୍ରାର୍ଥନା କରନ୍ତି ସେମାନେ ଏବେ ମଧ୍ୟ ନିରାଶ ହତାଶ ହୁଅନ୍ତି ନାହିଁ। ରମି ତାର 10 ପର୍ବ ତାର 12 ପଦରେ ଲେଖାଯାଏ ଯେ କି ପ୍ରଭୁଙ୍କ ଠାରେ ବିଶ୍ୱାସ କରେ 11 ପଦରେ ଯେ ସେ କେବେ ମଧ୍ୟ ଲଜ୍ଜିତ ହେବ ନାହିଁ। ମାଥ୍ୟୁ ତାର 7 ପର୍ବ 7 ପଦ ଯଦି ଆମେ ଦେଖିବା ସେଇ ସ୍ଥାନରେ ଗୋଟିଏ ବିଷୟ ଲେଖାଯାଏ, ମାଗ ସେଥିରେ ତୁମମାନଙ୍କୁ ଦିଆଯିବ। ମାଗ ବୋଲି କହିଲେ କେମିତି ମାଗିବା? ପ୍ରାର୍ଥନା। ଆମମାନଙ୍କ ଦିଦି ପଢିଲେ ଯେରେମିୟା 33:3ରେ ତୁମେ ଆମ ନିକଟରେ ପ୍ରାର୍ଥନା କର, ଅର୍ଥାତ୍ ଆମ ନିକଟରେ ମାଗ, ଆମେ ତୁମକୁ ଉତ୍ତର ଦେବା। ପ୍ରଭୁ ଆମକୁ ଉତ୍ତର ଦେବା ପରମେଶ୍ୱର। ଯେଉଁମାନେ ମାଗନ୍ତି ସେମାନେ ପାଆନ୍ତି। ସେଠି 3ଟି ବିଷୟ ଲେଖାଯାଏ, ମାଗ ସେଥିରେ ତୁମକୁ ଦିଆଯିବ, ଖୋଜ ସେଥିରେ ତୁମେ ସନ୍ଧାନ ପାଇବ, ଦ୍ୱାରରେ ଆଘାତ କର ସେଥିରେ ତୁମକୁ ଦ୍ୱାର ଖୋଲି ଦିଆଯିବ। ଖୋଜିବା ବିଷୟ ଯଦି ଦେଖୁ ମାନେ ବାଇବଲରେ 3ଟି ଖୋଜିବା ବିଷୟ ଲେଖାଯାଏ, ଆଉ 2ଟି ବିଷୟରେ ଯେତେ ମାଲିକ ଖୋଜୁଛନ୍ତି, ଗୋଟିଏ ବିଷୟ ଅନୁତାପ କରି ସେ ପୁଅ ଫେରି ଆସିଛି। କିନ୍ତୁ ଏଇ ସ୍ଥାନରେ ଆମେ ଦେଖୁଛୁ ଖୋଜିବା ବିଷୟ ଯେତେବେଳେ ଆମେ ଦେଖୁଛୁ ସେତେବେଳେ ଅନେକ ଲୋକ ଅନେକ ବିଷୟକୁ ଖୋଜି ବୁଲନ୍ତି। କିଏ ତ ଚାକିରି ଖୋଜି ବୁଲେ, କିଏ ତ ଭଲ ବର ଗୋଟେ ଖୋଜି ବୁଲେ, କିଏ ତ ଭଲ କନ୍ୟା ଗୋଟେ ଖୋଜି ବୁଲେ, ଏପରି ଅନେକ କିଏ ଧନ ପଛରେ ବୁଲେ, ଧନ କେମିତି ମିଳିବ ଆଉ ସେ ବିଷୟ ନେଇ ଖୋଜି ବୁଲେ। କିନ୍ତୁ ଆଜିର ବିଷୟ ରହିଛି ଯେ ଖୋଜ ସେଥିରେ ତୁମାନେ ସନ୍ଧାନ ପାଇବ। ଆଜିର ପ୍ରସଙ୍ଗ ହେଲା ପରମେଶ୍ୱରଙ୍କୁ ଖୋଜିବା କିପରି। ପରମେଶ୍ୱରଙ୍କୁ ଖୋଜିବା କିପରି? ଯଦି ଆମେ ପରମେଶ୍ୱରଙ୍କୁ ଖୋଜିବା ତାହେଲେ ଆମେ କିପରି ଖୋଜିଲେ ପରମେଶ୍ୱରଙ୍କୁ ପାଇବା? ଆମେ ଯଦି ଦେଖିବା ଯେରେମିୟା ତାର 29 ତାର 11-13 ଯଦି କିଏ ପାଇଲେ ପଢିଲେ ବହୁତ ଭଲ ହେବ। ଯେରେମିୟା 29 ତାର 11 ପଦ ଠାରୁ 13 ପଦ ଯାଏ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଂକଳ୍ପ କରିଅଛୁ ତାହା ଆମ୍ଭେ ଜାଣୁ। ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେ ସବୁ ଅମଙ୍ଗଳର ନୁହେଁ ମଙ୍ଗଳର ସଂକଳ୍ପ ଅଟେ। ପୁଣି ତୁମ୍ଭେମାନେ ଆମ୍ଭକୁ ଆହ୍ୱାନ କରିବ ଓ ଯାଇ ଆମ୍ଭ ନିକଟରେ ପ୍ରାର୍ଥନା କରିବ, ତହିଁରେ ଆମ୍ଭେ ତୁମ୍ଭମାନଙ୍କ କଥାରେ ମନୋଯୋଗ କରିବା। ଆଉ ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ ଓ ସର୍ବାନ୍ତକରଣ ସହିତ ଆମ୍ଭକୁ ଖୋଜିବ, ଆମ୍ଭର ଉଦ୍ଦେଶ୍ୟ ପାଇବ। ଆମେନ୍। ଧନ୍ୟବାଦ। ଆମେ 13 ପଦଟି ଦେଖିବା। ଆଉ ତୁମ୍ଭେମାନେ ଆମ୍ଭକୁ ଅନ୍ୱେଷଣ କରିବ ଓ ସର୍ବାନ୍ତକରଣ ସହିତ ଆମ୍ଭକୁ ଖୋଜିଲେ ଆମ୍ଭର ଉଦ୍ଦେଶ୍ୟ ପାଇବ। ପ୍ରିୟ ମାନେ ଖୋଜିବା ବିଷୟରେ ଯେତେ ଲେଖାଯାଏ କି ପ୍ରକାର ଭାବେ ଖୋଜିବା, ଯଦି ଖୋଜିଲେ ପାଇବ ଲେଖାଯାଏ ଯେ ଖୋଜେ ସେ ପାଏ। ଯଦି ମାଥ୍ୟୁ ତାର 7 ପର୍ବ 8 ପଦ ଦେଖିବା ସେ ସ୍ଥାନ ଲେଖାଯାଏ ଯେ ଖୋଜେ ସେ ପାଏ। ମୋ ପ୍ରିୟ ମାନେ ଯେ ଖୋଜେ ସେ ପାଏ। ଆମେ କି ପ୍ରକାର ଖୋଜିବା ନା ସର୍ବାନ୍ତକରଣ ସହିତ ଖୋଜିବା। ଏଇ ବାକ୍ୟ ଥିଲା ଆଉ ପ୍ରଭୁ ଯୀଶୁଙ୍କର ପାର୍ବତ୍ୟ ଉପଦେଶ, ଯାହାକି ପର୍ବତ ଉପରେ ରହି ସେ ଉପଦେଶ ଦେଇଥିଲେ। ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି ପାର୍ବତ୍ୟ ଉପଦେଶରେ ଅନେକଙ୍କର ଜୀବନ ପରିବର୍ତ୍ତନ ହେଇଛି। ଆଜି ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ମଧ୍ୟ ଅନେକ ବିଷୟ ଶିକ୍ଷା ଦେବାକୁ ଚାହାନ୍ତି। ଆଜି ଏହି ସ୍ଥାନରେ ଦେଖିଲୁ ଯେ ସର୍ବାନ୍ତକରଣ ସହିତ ଖୋଜେ ସେ ପାଏ। ଖୋଜିଲେ ପାଇବା।
କେମିତି ଖୋଜିବା ନା ସର୍ବାନ୍ତକରଣ ସହିତ ଖୋଜିବା, ବିଶ୍ୱାସ ଓ ଭରତା ସହିତ ଖୋଜିବା, ତେବେ ଆମ୍ଭେ ତାଙ୍କର ଉଦ୍ଦେଶ୍ୟ ପାଇବା। ଆମର ପ୍ରିୟ ମାନେ, ବେଳେ ବେଳେ ମୁଁ ଚିନ୍ତା କରେ ଅଣ ଖ୍ରୀଷ୍ଟିଆନ ମାନଙ୍କ ବିଷୟ ମୁଁ ଚିନ୍ତା କରେ, ଯେତ ସେମାନଙ୍କର ସେଇ ଦେବାଦେବୀ ମାନେ ସତ୍ୟ ଜୀବିତ ପରମେଶ୍ୱର ନୁହନ୍ତି, ତଥାପି ମଧ୍ୟ ସେମାନଙ୍କର ସେଇ ନିଷ୍ଠାପର ସେବା ମତେ ବଡ ଆଶ୍ଚର୍ଯ୍ୟ ଲାଗେ। ଯେହେତୁ ସେମାନଙ୍କ ପାଖରେ ଜୀବନ ନାହିଁ ସେ ଦେବାଦେବୀ ମାନଙ୍କ ପାଖରେ, ସେଇ ମୂର୍ତ୍ତି ପାଖରେ, ତଥାପି ସେମାନେ ଅତି ପ୍ରଭାତରୁ ଉଠି, ମୁଁ ଯେତେବେଳେ ମର୍ଣ୍ଣିଂ ୱାକ୍ କରିବାକୁ ଯାଏ ଦେଖେ ଜଣେ ଜଣେ ଗୋଟେ ଗୋଟେ ହାତରେ ବାଡି ଟର୍ଚ୍ଚ ଗୋଟେ ଧରିଥିବେ, ଅନ୍ଧାରରେ ସାପକୁ ଭୟ ନାହିଁ କି କାହା ବାଡ଼ିରେ ପଶିକିରି ନେଲେ ସେ ଗାଳି କରିବ କଣ, ସେ ସବୁ ଭୃକ୍ଷେପ ନାହିଁ। ସକାଳୁ ଉଠିକିରି ବାଡି ଗୋଟେ ଧରିଥିବେ, ଟର୍ଚ୍ଚ ଗୋଟେ ଧରିଥିବେ, ଗୋଟେ ପଲିଥିନ ଧରିଥିବେ, ଫୁଲ ଚୋରି କରୁଥିବେ। ଆଉ ସକାଳ ସୂର୍ଯ୍ୟ ନ ବାହାରୁ ସେମାନେ ଗାଧେଇକି ଯାଇକି ମନ୍ଦିରରେ ପ୍ରେଜେଣ୍ଟ। ଯେତେବେଳେ ଉପବାସ ଏତେ ନିଷ୍ଠା ରୁହନ୍ତି, ଅରୁଆ ଖାଇବେ, ପାଣି ମଧ୍ୟ ପିଇବେ ନାହିଁ, ବହୁତ ନିଷ୍ଠାର ସହିତ ସେମାନେ ଉପବାସ ରୁହନ୍ତି। ମୁଁ ବେଳେ ବେଳେ ଭାବେ ଯଦି ସେମାନେ ଏଇ ସଦାପ୍ରଭୁକୁ ପୂଜା କରିକିରି ଏତେ ନିଷ୍ଠାପର ରୁହନ୍ତି, ଯଦି ସଦାପ୍ରଭୁକୁ ସତରେ ସେମାନେ ଏପରି ନିଷ୍ଠାପର ଭାବରେ ପୂଜା କରିଥାନ୍ତେ, ଖୋଜିଥାନ୍ତେ, ନିଶ୍ଚିତ ଭାବରେ କେତେ ଆଶୀର୍ବାଦ ସେମାନେ ପାଇଥାନ୍ତେ। ବାସ୍ତବରେ ସେମାନେ ଜାଣନ୍ତି ନାହିଁ ସେ ସତ୍ୟ ଜୀବିତ ପରମେଶ୍ୱରକୁ, ଯୋ ଦ୍ୱାରା କି ସେମାନେ କଣ କରନ୍ତି ନା ସତ୍ୟ ପରିବର୍ତ୍ତେ ମିଥ୍ୟାକୁ ଗ୍ରହଣ କରନ୍ତି, ଆଉ ସୃଷ୍ଟିକର୍ତ୍ତାଙ୍କ ପରିବର୍ତ୍ତେ ସୃଷ୍ଟି ବସ୍ତୁର ପୂଜା କରନ୍ତି, ଯାହାକି ରୋମୀ ତାର 1 ପର୍ବ 25 ପଦରେ ଲେଖାଯାଏ। ଯଦି କେହି ପାଇବେ ପଢିବେ, ରୋମୀ ତାର 1 ପର୍ବ ତାର 25 ପଦ। ଯଦି 22 ପଦରୁ ପଢିବେ ସେখানে ଲେଖାଯାଏ, ସେମାନେ ଆପଣ ଆପଣଙ୍କୁ ଜ୍ଞାନ ମନେ କରି ମୂର୍ଖ ହେଲେ, ପୁଣି ଅକ୍ଷୟ ଈଶ୍ୱରଙ୍କର ଗୌରବକୁ କ୍ଷଣୀୟ ମନୁଷ୍ୟ, ପକ୍ଷୀ, ଚତୁଷ୍ପଦ ପ୍ରାଣୀ, ସରୀସୃପ ଆକୃତି ଦେଇ ପୂଜା କଲେ। ଆଉ ସେମାନେ 25 ପଦରେ ଲେଖାଯାଏ, ସେମାନେ କଣ କଲେ ନା ସୃଷ୍ଟିକର୍ତ୍ତାଙ୍କ ପରିବର୍ତ୍ତେ ସୃଷ୍ଟି ବସ୍ତୁକୁ ପୂଜା କଲେ। କିନ୍ତୁ ଯେରେମିୟା ତାର 10 ପର୍ବ 3 ରୁ 7 ମାନେ ପଢିବା, ଯେରେମିୟା 10 ତାର 3 ରୁ 7 ସେখানে ଲେଖାଯାଏ, ଅନ୍ୟ ଦେବତା ଅନ୍ୟ ଦେଶୀୟ ମାନଙ୍କର ବିଧି ସବୁ ଅସାର, ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ଆଉ ଅସ୍ତ୍ର ଦ୍ୱାରା କାରିଗର ହସ୍ତକୃତ କର୍ମ, ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି, ପୁଣି ତାହା ଯେପରି ଟଳମଳ ନହିବ ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମରି ତାକୁ ଦୃଢ କରନ୍ତି। ସେ ସବୁ ତାଳ ଗଛ ତୁଲ୍ୟ କୁନ୍ଦା କର୍ମ ଓ କଥା କହନ୍ତି ନାହିଁ, ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବୋହିବାକୁ ହୁଏ। ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କାରଣ ସେମାନେ ଅମଙ୍ଗଳ କରିପାରନ୍ତି ନାହିଁ, କି ବା ମଙ୍ଗଳ ମଧ୍ୟ କରିବାକୁ ସେମାନଙ୍କର ସାଧ୍ୟ ନାହିଁ। ଆମେ ଏବେ ବର୍ତ୍ତମାନ ଦେଖୁଛୁ ରଥଯାତ୍ରା ଗଲା, ଏହାପରେ ବାହୁଡା ଯାତ୍ରା ବୋଧେ 5ରେ ଅଛି। ଆମେ ସେଇ ସ୍ଥାନରେ ଦେଖୁଛୁ କେମିତି ସେମାନେ ଅତି ସୁନ୍ଦର ଭାବରେ ତାପରେ ସୁନାବେଶ କରିବେ। ପ୍ରିୟ ମାନେ, ବଣରୁ କାଠ ଆଣିଲେ, ତାକୁ ଆଣିକିରି କାରିଗର ଦ୍ୱାରା ହସ୍ତକୃତ କର୍ମ କଲେ, କନ୍ଦା କର୍ମ କରିକିରି ଆଉ ତାକୁ କଣ୍ଟା ମାରିକି ଦୃଢ କଲେ, ଯେମିତି ଟଳମଳ ହବ ନାହିଁ। ଚାଲି ପାରୁନାହିଁ ବୋଲି ରଥକୁ କେମିତି ତାକୁ ଠେଲି ଠେଲି ହଲେଇ 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 ଉଠଉଛନ୍ତି। ଆପଣ ମାନେ ଟିଭିରେ ଦେଖିଥିବେ। ଆଉ କି ପ୍ରକାର ଭାବରେ ସେମାନେ, କି ସେମାନଙ୍କର ଭକ୍ତି, ଯେହେତୁ ସେମାନଙ୍କ ପାଖରେ ଜୀବନ ନାହିଁ। ଏଇ ସ୍ଥାନରେ ଲେଖାଗଲା 7 ପଦରେ ଯେ 7 ପଦରେ ଲେଖାଗଲା କଣ ନା 5 ପଦରେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, କାରଣ ସେମାନେ ଅମଙ୍ଗଳ କରିପାରନ୍ତି ନାହିଁ, କି ଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ। ଯେହେତୁ ସେମାନଙ୍କର କୌଣସି କାର୍ଯ୍ୟ କରିବାର କ୍ଷମତା ନାହିଁ, ନିଜେ ଚାଲି ପାରୁନାହାନ୍ତି, ଯାହାକୁ ଟେକି ନଉଛନ୍ତି। ଆଉ ସେଇ ପ୍ରକାର ପ୍ରଭୁଙ୍କର ସେମାନେ ପ୍ରଶଂସା କରୁଛନ୍ତି, ସେବା ଆରାଧନା କରୁଛନ୍ତି ଏତେ ନିଷ୍ଠାର ସହିତ। ଦଳା ଚକଟାରେ ବହୁତ ଜଣ ମୃତ୍ୟୁବରଣ ମଧ୍ୟ କରିଛନ୍ତି, କେତେ ଶ୍ରଦ୍ଧାରେ ଦୌଡ଼ି ଯାଇଛନ୍ତି ସେଇ ସ୍ଥାନକୁ। ବାସ୍ତବରେ ସେମାନେ ଯେ କିଛି ମଙ୍ଗଳ କରିପାରନ୍ତି ନାହିଁ ଏହା ସେମାନେ ଜାଣନ୍ତି ନାହିଁ। କିନ୍ତୁ ସେପରି ଅନେକ ମୁନି ଋଷି ସାଧୁମାନେ ମଧ୍ୟ ଆଜି ସେଇ ସତ୍ୟତାକୁ ନ ଜାଣି ସେମାନେ ବଣ ଜଙ୍ଗଲ ମଧ୍ୟରେ ତପସ୍ୟା କରନ୍ତି, ଆଉ ସତ୍ୟର ଅନ୍ୱେଷଣ କରନ୍ତି। କିନ୍ତୁ ପ୍ରଭୁ ଯୀଶୁ ଯେ ଏକମାତ୍ର ସତ୍ୟ, ଯିଏକି ଜଗତକୁ ଆସି କହିଲେ, ମୁଁ ପଥ, ମୁଁ ସତ୍ୟ, ମୁଁ ଜୀବନ,
ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇପାରେ ନାହିଁ। ଆଉ ଜହ୍ନ 8:32 ପଦରେ ଏପରି କହିଲେ, ତୁମେ ସତ୍ୟ ଜ୍ଞାତ ହବ ଆଉ ସେଇ ସତ୍ୟ ତୁମକୁ ମୁକ୍ତି ଦେବ। ଇଏ ତ ଯୀଶୁଖ୍ରୀଷ୍ଟ ସତ୍ୟ ଜୀବିତ ପରମେଶ୍ୱର ଅଟନ୍ତି, ତଥାପି ମଧ୍ୟ ସେମାନେ ଜାଣନ୍ତି ନାହିଁ। ଆଉ ଅଜାଣତ ଭାବରେ ଗୋଟିଏ ଶ୍ଲୋକ ସେମାନେ ସେଇ ବଣ ଜଙ୍ଗଲ ମଧ୍ୟରେ ମଧ୍ୟ ସେମାନେ ଉଚ୍ଚାରଣ କରନ୍ତି, ଓମ୍ କନ୍ୟା ସୁତାୟ ନମଃ, ଏ କନ୍ୟା ଠାରୁ ଜାତ ଈଶ୍ୱର ତୁମକୁ ନମସ୍କାର। ସେମାନଙ୍କୁ କହିବା ଏ ପ୍ରଭୁ ଯୀଶୁ ତୁମକୁ ନମସ୍କାର କୁହ, ଆଶୀର୍ବାଦ ପାଇବ, ସେମାନେ ନାହିଁ କହିବେ, କାରଣ ସେଇଟା ଖ୍ରୀଷ୍ଟିଆନ ମାନଙ୍କର ଦେବତା ବୋଲି କହିବେ। ବାଇବେଲରେ ମଧ୍ୟ ଆମେ ଦୁଇଟି ରାଜାଙ୍କ ବିଷୟରେ ଦେଖିବା ଆଜି। ଆଉ ଇସ୍ରାଏଲର ପ୍ରଥମ ରାଜା ସାଉଲ, ସେମାନେ କିପରି ଭାବରେ ପ୍ରଭୁଙ୍କୁ ଖୋଜିଥିଲେ ଆଉ ସେଇ ବିଷୟ ଆମେ ଆଜି ଦେଖିବା। ଆଉ ନିଜକୁ ସମୀକ୍ଷା କରି ଦେଖିବା ଯେ ଆମେ କି ପ୍ରକାର ଆଜି ପରମେଶ୍ୱରଙ୍କୁ ଖୋଜୁଛୁ। ଆମେ ଯେ ଦେଖିବା ବାଇବେଲରେ ଦେଖିବା ମାନେ ଇସ୍ରାଏଲର ପ୍ରଥମ ରାଜା ଯିଏକି ଯାହାଙ୍କ ନାମ ଥିଲା ସାଉଲ, ସେ ଇସ୍ରାଏଲର ମନୋନୀତ ରାଜା। ସାମୁଏଲ ତାଙ୍କୁ ରାଜା ଭାବରେ ଅଭିଷିକ୍ତ କରିଥିଲେ, ସେ ପ୍ରଭୁଙ୍କ ଦ୍ୱାରା ଅଭିଷିକ୍ତ ହୋଇଥିଲେ। ମାତ୍ର ଯେତେବେଳେ ସେ ଅମାଲେକ ସହିତ ଯୁଦ୍ଧ କରିବା ସମୟରେ ପରମେଶ୍ୱରଙ୍କ ଆଜ୍ଞା ଅମାନ୍ୟ କଲେ, ସେତେବେଳେ ପରମେଶ୍ୱର ତାଙ୍କୁ ତୁଚ୍ଛ କଲେ, ତାଙ୍କ କଥା ଆଉ ଶୁଣିଲେ ନାହିଁ। ଯଦି ପ୍ରଥମ ସାମୁଏଲ ତାର 28 ପର୍ବ 3 ପଦ ଆମେ ଦେଖିବା, ପ୍ରଥମ ସାମୁଏଲ 28 ପର୍ବ 3 ପଦ, ସେ ସ୍ଥାନରେ ଲେଖାଯାଏ, ଏହି ସମୟକୁ ସାମୁଏଲ ମରି ଯାଇଥିଲେ ଓ ସମୁଦାୟ ଇସ୍ରାଏଲ ତାଙ୍କ ପାଇଁ ଶୋକ କରି ତାଙ୍କ ନିଜ ନଗର ରାମାରେ ତାଙ୍କୁ କବର ଦେଇଥିଲେ। ପୁଣି ସାଉଲ ଭୁତୁଳିଆ ଓ ଗୁଣିଆ ଲୋକଙ୍କୁ ଦେଶରୁ ଦୂର କରିଦେଇଥିଲେ। ଏହି ସ୍ଥାନରେ ଦେଖୁଛୁ ଏପରି ଏକ ପରିସ୍ଥିତି ଯେଉଁ ସମୟରେ କି ପଲିଷ୍ଟିୟ ମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଛନ୍ତି। ଆଜି ମଧ୍ୟ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି, ସେଇ ଯୁଦ୍ଧ ବନ୍ଦ ହେଇନାହିଁ। ସବୁବେଳେ ଯେତେବେଳେ ଆମେ ଦେଖୁଛୁ ଗୋଲିଆଥ ପଲିଷ୍ଟିୟ ବୀର ଇସ୍ରାଏଲ ସହିତ ଯୁଦ୍ଧ କରିଥିଲେ, ସେ ସମୟରେ ଦାଉଦ ସେଥିରୁ ରକ୍ଷା କରିଥିଲେ। ଆଉ ଏଇ ସ୍ଥାନରେ ଦେଖୁଛୁ ଯେତେବେଳେ ପଲିଷ୍ଟିୟ ଆସୁଛନ୍ତି ଆଉ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ, ସେଇ ସମୟରେ ପରମେଶ୍ୱରଙ୍କର ଆଜ୍ଞା ଅମାନ୍ୟ କରିଥିବା ହେତୁ ସାଉଲ ପରମେଶ୍ୱର ଠାରୁ ତୁଚ୍ଛ ହେଇଛନ୍ତି, ପରମେଶ୍ୱର ତାଙ୍କ କଥା ଆଉ ଶୁଣୁନାହାନ୍ତି। ଆଉ ଏଇ ସମୟରେ ସାମୁଏଲ ଭବିଷ୍ୟତ ବକ୍ତା ମଧ୍ୟ ନାହାନ୍ତି, ସେ ମୃତ୍ୟୁବରଣ କରିଛନ୍ତି। ତାପରେ ସେ କଣ କରିଛନ୍ତି, ସାଉଲ ପୂର୍ବରୁ ଯେତେ ଭୁତୁଡ଼ିଆ ଗୁଣିଆ ଥିଲେ ରାଜ୍ୟରୁ ବାହାର କରିଦେଇଛନ୍ତି। ଏପରି ଏକ ପରିସ୍ଥିତିରେ ସେ କଣ କରୁଛନ୍ତି, ଆପଣ ମାନେ ଯଦି ଦେଖିବେ ଆଗକୁ ଆଗକୁ ପଢିବେ, ସେଇ ସ୍ଥାନରେ ସବିଶେଷ ଲେଖାଯାଏ 4 ଏବଂ 5 ପଦ ପଢନ୍ତୁ। ସେଇ ସ୍ଥାନରେ କଣ ଲେଖାଯାଇଛି, 4 ଏବଂ 5 ପଦରେ, ଏଥିରେ ପଲିଷ୍ଟିୟ ମାନେ ଏକତ୍ର ହୋଇ ଆସି ସୁନେମରେ ଛାଉଣି ସ୍ଥାପନ କଲେ। ପୁଣି ସାଉଲ ସମସ୍ତ ଇସ୍ରାଏଲକୁ ଏକତ୍ର କରନ୍ତେ ସେମାନେ ଗିଲବୟରେ ଛାଉଣି ସ୍ଥାପନ କଲେ। ମାତ୍ର ସାଉଲ ପଲିଷ୍ଟିୟ ମାନଙ୍କ ସୈନ୍ୟ ସାମନ୍ତ ଦେଖି ଭୀତ ହେଲେ ଓ ତାଙ୍କର ହୃଦୟ ଅତ୍ୟନ୍ତ କମ୍ପିତ ହେଲା। ଯେତେବେଳେ ପଲିଷ୍ଟିୟ ମାନେ ଯୁଦ୍ଧ କରିବାକୁ ଆସିଲେ, ତାଙ୍କର ସେଇ ସୈନ୍ୟ ସାମନ୍ତ ଦେଖି ସାଉଲ ଭୟଭୀତ ହେଇଗଲେ। କିନ୍ତୁ ତା ଆଗରୁ ସେ ଭୟଭୀତ ହେଉନଥିଲେ, କାରଣ ପରମେଶ୍ୱର ତାଙ୍କର କଥା ଶୁଣୁଥିଲେ। ତାଙ୍କ ନିକଟରେ ସାମୁଏଲ ଭବିଷ୍ୟତ ବକ୍ତା ଥିଲେ, ତାଙ୍କ ଦ୍ୱାରା ଏପରି କର ସେପରି କର ଯାହା କହିଲେ ସେଥିରେ ସେମାନେ ବିଜୟ ହାସଲ କରୁଥିଲେ। କିନ୍ତୁ ବର୍ତ୍ତମାନ ପରମେଶ୍ୱର ତାଙ୍କୁ ତ୍ୟାଗ କରିଦେଇଛନ୍ତି, ତେଣୁକରି ସେ ଭୟଭୀତ ହଉଛନ୍ତି। ଆଉ ଯଦି ତା ଆଗକୁ ଆମେ ପଢିବା 7 ଏବଂ 8 ପଦ, ତେବେ ସାଉଲ ଆପଣା ଦାସମାନଙ୍କୁ କହିଲେ, ମୋ ପାଇଁ ଗୋଟିଏ ଭୁତୁଳିଆ ସ୍ତ୍ରୀ ଖୋଜ, ମୁଁ ତାହା କତିକି ଯାଇ ତାଠାରୁ ବୁଝିବି। ଏଥିରେ ତାଙ୍କର ଦାସମାନେ ତାଙ୍କୁ କହିଲେ, ଦେଖନ୍ତୁ ଏନ ଦୂରରେ ଏହି ଭୁତୁଡ଼ିଆ ସ୍ତ୍ରୀ ଅଛି। ଏ ସମୟରେ ସେ କହୁଛନ୍ତି କଣ, ପରମେଶ୍ୱର ପ୍ରାର୍ଥନା କଲେ, ପରମେଶ୍ୱର ଶୁଣିଲେ ନାହିଁ, କୌଣସି ଭବିଷ୍ୟତ ବକ୍ତା ଦ୍ୱାରା ତାଙ୍କ କଥା କହିଲେ ନାହିଁ। ଶେଷରେ ସେ ଭୁତୁଡ଼ିଆ ଗୁଣିଆକୁ ଖୋଜୁଛି। ମୋ ପ୍ରିୟ ମାନେ, ସେ ଖୋଜୁଛି କାହାକୁ, ସତ୍ୟ ପରମେଶ୍ୱରଙ୍କ ପରିବର୍ତ୍ତେ ଭୁତୁଡ଼ିଆ ଗୁଣିଆକୁ ଖୋଜୁଛି। ତା ତଳୁ ତଳୁ ଯଦି ପଢିବେ, ଏ ଛଦ୍ମବେଶରେ ସେଇ ଗୁଣି ସ୍ତ୍ରୀ ଲୋକ ନିକଟକୁ ଯାଉଛନ୍ତି ଆଉ ତାଙ୍କୁ କହୁଛନ୍ତି, ଆଉ ସାମୁଏଲକୁ ମୋ ପାଇଁ ଡାକି ଦିଅ। ଆଉ ସେ ଡାକୁଛନ୍ତି, ତାପରେ ସାମୁଏଲ ଉଠି ତାଙ୍କ ସହିତ କଥା କହୁଛନ୍ତି। ଏଇ ସ୍ଥାନରେ ଆମେ ମୁଖ୍ୟ ବିଷୟ ହେଲା, ଆମେ ଦେଖୁଛୁ ଯେ ଏଠାରେ ଦେଖୁଛୁ ସାଉଲ ଖୋଜିଲେ ମାତ୍ର ପାଇଲେ ନାହିଁ, କାରଣ ସେ ସର୍ବାନ୍ତକଣ ସହିତ ଖୋଜିଲେ ନାହିଁ। ତାଙ୍କ ଠାରେ ବିଶ୍ୱାସ କରି ଧୈର୍ଯ୍ୟର ସହିତ ତାଙ୍କର ଉତ୍ତରର ଅପେକ୍ଷା କଲେ ନାହିଁ, ମାତ୍ର ଭୁତୁଡ଼ିଆ ଗୁଣିଆକୁ ଖୋଜିଲେ। ଯଦି ଆମ ଜୀବନରେ ଦୁଃଖ ଆସେ, ରୋଗ ଆସେ, ସମସ୍ୟା ଆସେ, ତେବେ ଆମେ ପରମେଶ୍ୱରଙ୍କୁ କିପରି ଖୋଜୁଛୁ? ଖାମଖିଆଲ ଭାବରେ,
ମୁଁ ପ୍ରାର୍ଥନା କରିଛି ମାତ୍ର ପ୍ରଭୁ ଉତ୍ତର ଦେଲେ ନାହିଁ। ନା ବାକ୍ୟକୁ ହେ ସର୍ବାନ୍ତକରଣ ସହିତ ଖୋଜ ତାଙ୍କର ଉଦ୍ଦେଶ୍ୟ ପାଇବ। ମୋ ପ୍ରିୟ ମାନେ, ଆମ ଜୀବନରେ ଅନେକ ସମୟରେ ଦୁଃଖ କଷ୍ଟ ସମସ୍ୟା ଅଭାବ ଆସିଲେ ଆମେ ଅଧୈର୍ଯ୍ୟ ହେବା ନାହିଁ। କାରଣ ଗୀତ ସଂହିତା 121ରେ ଲେଖାଯାଏ ଯେ ସେ ତୁମର ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। ଯେ ଇସ୍ରାଏଲକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ କି ନିଦ୍ରା ଯିବେ ନାହିଁ। ମୋ ପ୍ରିୟ ମାନେ, ଆମ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। କେବଳ ଆମର ଧୈର୍ଯ୍ୟ ପରୀକ୍ଷା କରନ୍ତି। ଆମେ କେତେ ଦୂର ତାଙ୍କ ଠାରେ ବିଶ୍ୱାସ କରି ତାଙ୍କ ନିକଟରେ ଭରସା ରଖି ଧୈର୍ଯ୍ୟ ସହ ଉତ୍ତରର ଅପେକ୍ଷା କରୁଛୁ। ସାଉଲ ଉତ୍ତରର ଅପେକ୍ଷା କଲେ ନାହିଁ। ଯେତେବେଳେ ତାଙ୍କ ପ୍ରାର୍ଥନା ଶୁଣାଗଲା ନାହିଁ, କୌଣସି ଭବିଷ୍ୟତ ବକ୍ତା ଆସିଲେ ନାହିଁ, ସେମାନେ ଗୁଣିଆର ଆଶ୍ରୟ ନେଲେ। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସିନୀ ମାନେ ଅଛନ୍ତି, ବହୁତ ପୁରୁଣା ଖ୍ରୀଷ୍ଟ ବିଶ୍ୱାସିନୀ ମାନେ, ସେମାନେ ମଧ୍ୟ ଯେତେବେଳେ ରୋଗ ଆସେ, ଦୁଃଖ ଆସେ, କଷ୍ଟ ଆସେ, ସମସ୍ୟା ଆସେ, ମୁଁ ନିଜେ ଦେଖିଛି, ନିଜେ ଶୁଣିଛି ମଧ୍ୟ, ଅନେକ ଗୁଣି ଗାରେଡି ନିକଟକୁ ଯାଇଥାନ୍ତି। କିନ୍ତୁ ବାକ୍ୟ କୁହେ ଯେଉଁମାନେ ସର୍ବାନ୍ତକରଣ ସହିତ ତାଙ୍କର ଅନ୍ୱେଷଣ କରନ୍ତି ସେମାନେ ତାଙ୍କର ଉଦ୍ଦେଶ୍ୟ ପାଇପାରନ୍ତି। ମୋ ପ୍ରିୟ ମାନେ, ଏହି ବିଶ୍ୱାସ ଭରସା ନେଇ ଖୋଜିବା ଏବଂ ତାଙ୍କୁ ସର୍ବାନ୍ତକରଣ ସହିତ ଖୋଜିଲେ ଆମେ ତାଙ୍କୁ ପାଇପାରିବା। ବର୍ତ୍ତମାନ ଆମେ ଆଉ ଜଣେ ରାଜାଙ୍କ ବିଷୟ ପାଠ କରିବା। ସେ କିପରି ସର୍ବାନ୍ତକରଣ ସହିତ ପରମେଶ୍ୱରଙ୍କୁ ଖୋଜିଲେ ଏବଂ ତାଙ୍କ ଉଦ୍ଦେଶ୍ୟ ପାଇଲେ। ଦ୍ୱିତୀୟ ବଂଶାବଳୀ ତାର 20:1-7 ଯଦି ଆମେ ଦେଖିବା, ଦ୍ୱିତୀୟ ବଂଶାବଳୀ 20 ପର୍ବ 1-7। ଅନନ୍ତର ମୋଆବ ସନ୍ତାନ ଓ ଅମୋନ ସନ୍ତାନ ଗୁଣ ଓ ସେମାନଙ୍କ ସଙ୍ଗେ ଅମୋନ୍ୟ କେତେକ ଲୋକ ଜିହୋଶାଫାଟଙ୍କ ପ୍ରତିକୂଳରେ ଯୁଦ୍ଧ କରିବାକୁ ଆସିଲେ। ସାଉଲଙ୍କ ବିରୁଦ୍ଧରେ ଗୋଟିଏ ଦେଶ ଆସିଥିଲା ଯିଏକି ବଲିଷ୍ଠ, କିନ୍ତୁ ଏଇଠି ତିନି ଆଡୁ ତାଙ୍କୁ ଆକ୍ରମଣ ହଉଛି। ତିନିଟା ରାଜ୍ୟର ଲୋକ ମାନେ ଅମନ୍ୟ ମାନେ ଅମନ୍ୟ ମାନଙ୍କ ସନ୍ତାନ ଗଣ, ସେମାନଙ୍କ ଆଉ ଲେଖାଯାଏ ଅମନ୍ୟ ସନ୍ତାନ ଗଣ ଓ ସେମାନଙ୍କ ସଙ୍ଗେ ଅମନ୍ୟ କେତେକ ଲୋକ ଜିହୋଶାଫାଟଙ୍କ ବିରୁଦ୍ଧରେ, ମୋଆବ ସନ୍ତାନ ଗଣ, ଅମନ୍ୟ ସନ୍ତାନ ଗଣ ଓ ସେମାନଙ୍କ ଅମନ୍ୟ କେତେକ ଲୋକ ଜିହୋଶାଫାଟଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସୁଛନ୍ତି। ଏଥିରେ କେତେକ ଲୋକ ଜିହୋଶାଫାଟଙ୍କୁ ସମ୍ବାଦ ଦେଇ କହିଲେ, ସଦାପ୍ରଭୁ ସେପାରିସ୍ତ ଅରାମ ଦେଶରୁ ଏକ ମହାଜନତା ଆପଣଙ୍କ ପ୍ରତିକୂଳରେ ଆସୁଅଛନ୍ତି। ଆଉ ଦେଖନ୍ତୁ ସେମାନେ ଶୋଷଣ ତାମରରେ ଅଛନ୍ତି। ତହିଁରେ ଜିହୋଶାଫାଟ ଭୀତ ହୋଇ ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ପ୍ରବୃତ୍ତ ହେଲେ। ପୁଣି ଜିହୁଦାର ସର୍ବତ୍ର ଉପବାସ ଘୋଷଣା କଲେ। ସାଉଲ ରାଜାଙ୍କୁ ଦେଖିଲୁ, ପ୍ରାର୍ଥନା କଲେ, ପ୍ରଭୁ ଶୁଣିଲେ ନାହିଁ, ଭବିଷ୍ୟତ ବକ୍ତା ଦ୍ୱାରା କଥା କହିଲେ ନାହିଁ। ସେ ଧୈର୍ଯ୍ୟ ହରା ହୋଇ ଗୁଣିଆ ନିକଟକୁ ଯାଉଛନ୍ତି, ଗୁଣିଆର ଅନ୍ୱେଷଣ କରୁଛନ୍ତି, ଗୁଣିଆକୁ ଖୋଜୁଛନ୍ତି। କିନ୍ତୁ ଏଇ ସ୍ଥାନରେ ଏ ରାଜା ଯେତେବେଳେ ଶୁଣିଲେ ଯେ ତାଙ୍କର ବିରୁଦ୍ଧରେ ତିନୋଟି ରାଜ୍ୟ ଆସୁଛନ୍ତି ଯୁଦ୍ଧ କରିବା ପାଇଁ, ସେତେବେଳେ ସେ କଣ କରୁଛନ୍ତି ନା ରାଜ୍ୟ ସାରା ଉପବାସ ଘୋଷଣା କରୁଛନ୍ତି, ପ୍ରାର୍ଥନା ଘୋଷଣା କରୁଛନ୍ତି। ଆଉ ସେ କଣ କରୁଛନ୍ତି, ପୁଣି ଜିହୁଦା ସର୍ବତ୍ର ଉପବାସ ଘୋଷଣା କରାଇଲେ। ଆଉ ଜିହୁଦାର ଲୋକମାନେ ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା ପାଇଁ ପରମେଶ୍ୱରଙ୍କୁ ଏକତ୍ର କଲେ। ସଦାପ୍ରଭୁଙ୍କର ଅନ୍ୱେଷଣ କରିବାକୁ ଜିହୁଦାର ସମୁଦାୟ ନଗରକୁ ଲୋକମାନେ ଗଲେ। ମୋ ପ୍ରିୟ ମାନେ, ଏହି ସ୍ଥାନରେ ଦେଖୁଛୁ କି ପ୍ରକାର ଦୁଇଟି ରାଜାଙ୍କର ଭିନ୍ନ ଭିନ୍ନ ମାନେ ଖୋଜିବା ବିଷୟ ଦେଖିଲୁ। କିଏ କେଉଁ ପ୍ରକାର ଅନ୍ୱେଷଣ କରୁଛନ୍ତି। ଯଦି 7-8 ପଦ ଦେଖିବା, ସେଦିନ ଲେଖାଯାଏ, ଏ ଆମମାନଙ୍କ ପରମେଶ୍ୱର, ତୁମେ କଣ ଆପଣା ଲୋକ ଇସ୍ରାଏଲ ସମଗ୍ର ଏହି ଦେଶ ନିବାସୀମାନଙ୍କୁ ତଡ଼ି ଦେଇ ଅନନ୍ତ କାଳ ନିମନ୍ତେ ଆପଣା ମିତ୍ର ଅବ୍ରାହମ ବଂଶକୁ ତାହା ଦେଲ ନାହିଁ। ଆଉ ସେମାନେ ତହିଁରେ ବାସ କରି ତନ୍ମଧ୍ୟରେ ତୁମ ନାମ ନିମନ୍ତେ ଏକ ଧର୍ମଧାମ ନିର୍ମାଣ କରି ରହିଅଛନ୍ତି। ପ୍ରିୟ ମାନେ, ସେମାନେ ପ୍ରଭୁଙ୍କ ନିକଟରେ ନିବେଦନ କରୁଛନ୍ତି। ଖାଲି ସେତିକି ନୁହେଁ, ଉପବାସ ରହିକରି ସେମାନେ ପ୍ରାର୍ଥନା କରୁଛନ୍ତି। ଏଥର ଦେଖୁଛୁ ଯେ ସାଉଲ ଖୋଜିଲେ ମାତ୍ର ପାଇଲେ ନାହିଁ, କାରଣ ସେ ସର୍ବାନ୍ତକରଣ ସହିତ ଖୋଜିଲେ ନାହିଁ। ତାଙ୍କଠାରେ ବିଶ୍ୱାସ କରି ଆଉ ଧୈର୍ଯ୍ୟର ସହିତ ତାଙ୍କର ଉତ୍ତର ଅପେକ୍ଷା କଲେ ନାହିଁ, ମାତ୍ର ଗୁଣିଆ ଆଉ ଭୁତୁଡ଼ିଆ ମାନଙ୍କୁ ଖୋଜିଲେ। ଯଦି ଆମ ଜୀବନରେ ଦୁଃଖ ଆସେ, ରୋଗ ଆସେ, ସମସ୍ୟା ଆସେ, ତେବେ ଆମେ ପରମେଶ୍ୱରଙ୍କୁ କିପରି ଖୋଜୁଛୁ? ଖାମଖିଆଲ ଭାବରେ ମୁଁ ପ୍ରାର୍ଥନା କଲି, ମାତ୍ର ପ୍ରଭୁ ମୋର ଉତ୍ତର ଦେଲେ ନାହିଁ। ଏପରି ନା ଜିହୋଶାଫାଟଙ୍କ ପରି ଯେ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲୁ,
ଆଉ ଉପବାସର ସହିତ ଆମେ ଆଜି ସମସ୍ୟା ସମୟରେ ରୋଗ ସମୟରେ ପ୍ରଭୁକୁ କିପରି ଖୋଜୁଛୁ? ଝିଅ ସପଟଙ୍କ ପରି ନା ସାଉଲଙ୍କ ପରି? ହଁ, ଆମେ ଦେଖୁଛୁ ଯେ ଆଉ ଗୋଟେ ବିଷୟ ଯେ ଦେଖିବା ବାଇବେଲ ମଧ୍ୟ ଲେଖାଯାଏ ନିନିବି ନଗର ବିଷୟରେ। ଯେତେବେଳେ ନିନିବି ନଗରକୁ ଜୁନୋସକୁ ସେ ପଠାଉଛନ୍ତି, ଜୁନୋସ କଣ କରୁଛନ୍ତି? ଭୟଭୀତ ହେଉଛନ୍ତି, କାରଣ ନିନିବି ଲୋକ ମାନେ ଏତେ ଦୁଷ୍ଟ ଥିଲେ ଯାହାକି ସେଇ ଜୁନୋସ ଭବିଷ୍ୟତ ବକ୍ତା ମଧ୍ୟ ଯିବା ପାଇଁ ସେଠିକି ଡରିଲେ। ସେ ନିନିବି ନ ଯାଇ ତର୍ସିକି ଯାଉଥିଲେ। ଆମେ ଜାଣିଛୁ ପ୍ରଭୁ କେମିତି ତାଙ୍କୁ ସମୁଦ୍ରରେ ଧରିଲେ, ମତ୍ସ୍ୟ ଗର୍ଭରେ ପଡ଼ିଲେ, ପୁଣି ପ୍ରଭୁ ଯୋଉ ସ୍ଥାନକୁ ପଠାଉଥିଲେ ସେଇ ସ୍ଥାନ ନେଇକି ତାଙ୍କୁ ଆଉ ସେ କଣ କଲା? ମତ୍ସ୍ୟ ଉଦ୍ଧାର କଲା। ଆଉ ଜୁନୋସ ଯାଇକିରି ନିନିବି ନଗରରେ ପ୍ରଚାର ଆରମ୍ଭ କଲେ। କଣ ବୋଲି ପ୍ରଚାର କଲେ? ଆଉ 40 ଦିନ ପରେ ଏଇ ନିନିବି ନଗର ସମ୍ପୂର୍ଣ୍ଣ ଭାବେ ଉତ୍ପାଟିତ ହେବ। ଆକାଶରୁ ଅଗ୍ନି ପଡ଼ି ସମ୍ପୂର୍ଣ୍ଣ ଭାବରେ ଏଇ ନଗର ଧ୍ୱଂସ ହେବ। ଏଇ କଥା ଯେତେବେଳେ ଶୁଣିଲେ ରାଜା, ସେ କଣ କଲେ? ଉପବାସ ଘୋଷଣା କଲେ। ମାନେ ରାଜା ଠାରୁ ଧରିକି ଦାସ ପର୍ଯ୍ୟନ୍ତ, ଏପରିକି ପଶୁ ମାନଙ୍କ ସହିତ ସମସ୍ତେ ସେମାନେ କଣ କଲେ? ଉପବାସ ରହିକି ପ୍ରାର୍ଥନା କଲେ। ମୋ ପ୍ରିୟ ମାନେ, ଯେତେବେଳେ ସେମାନେ ସର୍ବାନ୍ତକରଣ ସହିତ ପରମେଶ୍ୱରଙ୍କୁ ଖୋଜିଲେ, ଯେତେବେଳେ ତାଙ୍କର ଉଦ୍ଦେଶ୍ୟ ପାଇଲେ ଆଉ ପରମେଶ୍ୱର ଯୋଉ ବିନଷ୍ଟ କରିବା ପାଇଁ ଯୋଜନା କରିଥିଲେ ସେଥିରୁ କ୍ଷାନ୍ତ ହେଲେ ଏବଂ ନିନିବି ନଗରକୁ ଉଦ୍ଧାର କଲେ। ହୁଏତ ଜୁନୋସ ଏଥିରେ ବିରକ୍ତ ହେଲେ, କିନ୍ତୁ ପ୍ରଭୁ ତାଙ୍କୁ ଅତି ସୁନ୍ଦର ସେଇ କଖାରୁ ଗଛ ଆଉ କୀଟ ଦ୍ୱାରା ତାଙ୍କୁ ବୁଝେଇ ଦେଲେ। ମୋ ପ୍ରିୟ ମାନେ, ଯେଉଁମାନେ ପ୍ରଭୁଙ୍କୁ ସର୍ବାନ୍ତକରଣ ସହିତ ଅନ୍ୱେଷଣ କରନ୍ତି ସେମାନେ ତାଙ୍କର ଉଦ୍ଦେଶ୍ୟ ପାଆନ୍ତି। ଆହୁରି ଜଣଙ୍କ ବିଷୟ ନୂତନ ନିୟମରେ ଯଦି ଦେଖିବା, ଜଣେ ଏପରି ମାନେ ସର୍ବାନ୍ତକରଣ ସହିତ ଖୋଜିଲେ ଆଉ ଖୋଜିବା ଦ୍ୱାରା ତାଙ୍କର ଉଦ୍ଦେଶ୍ୟ ସେ ପାଇଲେ। ସେ ଥିଲେ ମଗ୍ଦଲିନୀ ମରିୟମ। ଯେତେବେଳେ ଯୀଶୁ ପୁନର୍ଥିତ ହେଲେ ଆଉ ପ୍ରଥମେ ସେ ଯାଇଥିଲେ ଆଉ ତାଙ୍କ ସହିତ ଆଉ କିଛି ସ୍ତ୍ରୀ ଲୋକ ଯାଇଥିଲେ, ଆଉ ସେମାନେ ଦେଖିଲେ କବର ଖାଲି ପଡିଛି। ଦୂତ କହିଲେ ଯାଅ ତାଙ୍କ ଶିଷ୍ୟମାନଙ୍କୁ କୁହ। ସେମାନେ ଦୌଡ଼ି ଆସୁଛନ୍ତି, ଶିଷ୍ୟମାନଙ୍କୁ କହୁଛନ୍ତି ଆଉ ଯୀଶୁ ଉଠିଛନ୍ତି, କବର ଖୋଲା ଅଛି। ଆଉ ସମସ୍ତେ ଶିଷ୍ୟମାନେ ମଧ୍ୟ ଦୌଡୁଛନ୍ତି ଆଉ ପିତରଠୁ ଓଭରଟେକ୍ କରିକି ଯୋହନ ଗଲେ, କିନ୍ତୁ ପ୍ରଥମେ ପିତର ସେଇ ସମାଧି ମଧ୍ୟରେ ପଶିଲେ, ଦେଖିଲେ ପ୍ରଭୁ ନାହାନ୍ତି, ତାଙ୍କର ଲୁଗା ପଡିଛି। ଆଉ ସେମାନେ ଆସି କହିଲେ ଯେ ଆମ ପ୍ରଭୁ ଉଠିଛନ୍ତି, କାରଣ କବର ଖୋଲା ପଡିଛି। କିନ୍ତୁ ମରିୟମ ସେଠାରୁ ଘୁଞ୍ଚୁ ନାହାନ୍ତି। ସେ ସେଇଠାରେ କାନ୍ଦି 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 ପ୍ରଭୁଙ୍କୁ ଖୋଜୁଛନ୍ତି। ଆଉ ଯେତେବେଳେ କାନ୍ଦି କାନ୍ଦି ଖୋଜୁଛନ୍ତି, ପ୍ରଭୁ ଦେଖିଲେ ଆରଠୁ 7 ଭୂତ ମୁଁ କାଢିଥିଲି, ଆଜି ଯଦି ସେ କାନ୍ଦି କାନ୍ଦି ପୁନର୍ବାର ପାଗଳି ହେଇଯିବ ତାହେଲେ ମତେ ହିଁ ତାକୁ ଭଲ କରିବାକୁ ପଡିବ। ସେ ଦୟା କଲେ ଆଉ ତାଙ୍କ ନିକଟକୁ ଆସିଲେ, କିନ୍ତୁ ମରିୟମ ତାଙ୍କୁ ଚିହ୍ନି ପାରୁନି। ମାଳି ବୋଲି ଭାବିକି ତାଙ୍କୁ ପଚାରୁଛନ୍ତି ଯେ ମୋର ପ୍ରଭୁ କିଏ ଚୋରି କରିକି ନେଇଯାଇଛନ୍ତି, କୋଉଠି ରଖିଛନ୍ତି ଟିକେ କହିବ କି? ପ୍ରଭୁ ତାଙ୍କର ଦେଖୁଛନ୍ତି ସେଇ ସର୍ବାନ୍ତକରଣ ସହିତ ଖୋଜିବାର ସେ କି ପ୍ରକାର ଭାବରେ କାନ୍ଦି କାନ୍ଦି ପ୍ରଭୁଙ୍କୁ ଖୋଜୁଛି। ଆଉ ସେତେବେଳେ ସେ ଲୁଚିକି ରହିପାରିଲେ ନାହିଁ, ସାଙ୍ଗେ ସାଙ୍ଗେ ଗୋଟିଏ ଡାକ ଡାକିଲେ ମରିୟମ। ସେଇ ସ୍ୱର, ଚିହ୍ନା ସ୍ୱର ସେ ମରିୟମ କାନରେ ଯେତେବେଳେ ପଡିଲା, ସେ ଜାଣିପାରିଲେ ଏଇ ହିଁ ହଉଛନ୍ତି ମୋର ପ୍ରଭୁ। ଆଉ ସଙ୍ଗେ ସଙ୍ଗେ କଣ କଲେ ନା ତାଙ୍କୁ ଧରିବା ପାଇଁ ଯାଉଛନ୍ତି। ଆଉ ପ୍ରଭୁ ସେଠି କହିଲେ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ପିତାଙ୍କ ନିକଟରେ ଗୃହୀତ ହେଇ ନାହିଁ, ମତେ ଧର ନାହିଁ, ଯାଅ ଶିଷ୍ୟମାନଙ୍କୁ କୁହ ଆଉ ଆମ ପ୍ରଭୁ ଉଠିଛନ୍ତି ଆଉ ମୁଁ ତାଙ୍କୁ ଦେଖିଅଛି। ହାଲେଲୁୟା। ମୋ ପ୍ରିୟ ମାନେ, ଯୋଉମାନେ ସର୍ବାନ୍ତକରଣରେ ଖୋଜନ୍ତି ସେମାନେ ତାଙ୍କର ସନ୍ଧାନ ପାଆନ୍ତି। ଯିରିମିୟ ଭବିଷ୍ୟତ ବକ୍ତା କହିଲେ ତୁମେ ସର୍ବାନ୍ତକରଣରେ ତାଙ୍କର ଅନ୍ୱେଷଣ କର, ତେବେ ତାଙ୍କର ଉଦ୍ଦେଶ୍ୟ ପାଇବ। ମୋ ପ୍ରିୟ ମାନେ, ଖାଦ୍ୟର ଆମର ବଳ ନାହିଁ, ପରମେଶ୍ୱର ଆମର ବଳ ଅଟନ୍ତି। ଆମେ ଉପବାସ ରହିଲେ କେତେ ସମୟ ରହିବା? ଅନେକ ଲୋକ ଉପବାସ ରହିବା ପାଇଁ ବଡ କଷ୍ଟ ଅନୁଭବ କରନ୍ତି, କାରଣ ସେମାନେ ଭୋକ ସହିପାରନ୍ତି ନାହିଁ। ନ ଖାଇଲେ ଆମେ ଦୁର୍ବଳ ହେଇଯିବା, ଗ୍ୟାଷ୍ଟ୍ରିକ ଉଠିଯିବ, ଏ ପ୍ରକାର ଭାବନ୍ତି। କିନ୍ତୁ ଉପବାସରେ ବହୁତ ବଳ ଅଛି ମୋ ପ୍ରିୟ ମାନେ, କାରଣ ଗୀତ ସଂଗୀତ ତାର 46:1 ଲେଖାଯାଏ ସଦାପ୍ରଭୁ ଆମମାନଙ୍କର ଆଶ୍ରୟ ବଳ, ଦୁର୍ଦ୍ଦଶା କାଳର ଅତି ନିକଟବର୍ତ୍ତୀ ସହାୟ। ସଦାପ୍ରଭୁ ଆମମାନଙ୍କର ବଳ, ସେ ବଳ ଯୋଗେଇବା ପରମେଶ୍ୱର। ଉପବାସ ପ୍ରାର୍ଥନା ଦ୍ୱାରା ଆମେ ଅନେକ କାର୍ଯ୍ୟ ସାଧନ କରିପାରିବା। ପ୍ରଭୁ ଆମେ ପ୍ରାର୍ଥନା କରିଥାଉ, ପ୍ରଭୁ ମୋ ପୁଅକୁ ଭଲ କରିଦିଅ, ମତେ ଗୋଟେ ଚାକିରି, ମୋ ପୁଅକୁ ଚାକିରି ଯୋଗେଇ ଦିଅ, ମୋ ସ୍ୱାମୀକି ସୁସ୍ଥ କର, ମୋର ଅଭାବ ପୂରଣ କର, ସମସ୍ୟାରୁ ଉଦ୍ଧାର କର, ଅମଙ୍ଗଳରୁ ରକ୍ଷା କର, ମୋର ଶତ୍ରୁ ଠାରୁ ମତେ ଉଦ୍ଧାର କର।
କିନ୍ତୁ ସମ୍ପୂର୍ଣ୍ଣ ହୃଦୟ ସହିତ ଖୋଜିବା, ଉପବାସର ସହିତ ଖୋଜିବା, ତେବେ ତାହାଙ୍କର ଉଦ୍ଦେଶ୍ୟ ପାଇବା। ଦ୍ୱିତୀୟ ରାଜାବଳୀ, ଦ୍ୱିତୀୟ ବଂଶାବଳୀ ତାର 24:4 ସଦାପ୍ରଭୁର ସାହାଯ୍ୟ ପାଇବା ପାଇଁ ସେ ସମସ୍ତଙ୍କୁ ଏକତ୍ର କଲେ। ତାହାଙ୍କ ସାହାଯ୍ୟ ପାଇବା ପାଇଁ ସମଗ୍ର ନଗର ଲୋକମାନଙ୍କୁ ଏକତ୍ର କଲେ। ସମସ୍ୟା ଆସିଲେ ଆଜି ଆମେ କାହାକୁ ଖୋଜୁଛୁ? ଆମେ ଆଜି ସାଉଲଙ୍କ ପରି ଖୋଜୁଛୁ ନା ଜିଓସାଫଟଙ୍କ ପରି ଖୋଜୁଛୁ? ସେ ସମସ୍ତଙ୍କୁ ସେ କଣ କଲେ ନା ସମସ୍ତଙ୍କୁ ଏକତ୍ର କଲେ। ଠିକ ସେଇ ଯେତେବେଳେ ପରିବାରରେ ଦୁଃଖ ଆସେ, ପରିବାରରେ ପ୍ରତ୍ୟେକଙ୍କୁ ଆମେ ଏକତ୍ର କରି ପ୍ରାର୍ଥନା କରିବା। ପାରିବାରିକ ପ୍ରାର୍ଥନା ଯାହାକୁ କୁହାଯାଏ। ଆଜି ପାରିବାରିକ ପ୍ରାର୍ଥନାର ଅଭାବ ସକାଶୁ ପରିବାର ମଧ୍ୟରେ ଅନେକ ସମୟରେ ବିଭିନ୍ନ ପ୍ରକାର ବିପଦ ଆସେ। ପ୍ରଭୁ ସମସ୍ୟା ମାଧ୍ୟମରେ ଆମମାନଙ୍କୁ ଏକତ୍ର କରିବା ପାଇଁ ଚାହାନ୍ତି। ଦୁଃଖ ଦେଇ ପରିବାର ମଧ୍ୟରେ ଆମମାନଙ୍କୁ ଏକତ୍ର କରିବା ପାଇଁ ଚାହାନ୍ତି। ତେଣୁକରି ଯେଉଁ ପରିବାରରେ ପାରିବାରିକ ଉପାସନା ନାହିଁ, ଏକତ୍ର ଉପାସନା ନାହିଁ, ସେହି ସ୍ଥାନରେ ସେହି ପରିବାରରେ ଅମଙ୍ଗଳ ଦେଖାଯାଏ। ଯଦି ସମ୍ପ୍ରଦାୟର ସମସ୍ୟା ଆସିଛି, ମଣ୍ଡଳୀ ପ୍ରତ୍ୟେକଙ୍କୁ ଏକତ୍ର କରି ଉପବାସ ପ୍ରାର୍ଥନା ନିରୂପଣ କରିବା ଆବଶ୍ୟକ। ଦ୍ୱିତୀୟ ବଂଶାବଳୀ 20:5 ଦେଖିଲୁ, 6 ପଦରେ ମଧ୍ୟ ଦେଖୁଛୁ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି। ହଁ, ମୁଁ ଯେଉଁ ପ୍ରଭୁ ଯୀଶୁଙ୍କୁ କଣ କରୁଛି ନା ମୁଁ ଯେଉଁ ପ୍ରଭୁ ଯୀଶୁଙ୍କର ପୂଜା କରେ, ଆରାଧନା କରେ, ଉପାସନା କରେ, ପ୍ରଶଂସା କରେ, ସେ ସ୍ୱର୍ଗରୁ ଆସିଛନ୍ତି। ସେ ମୋର ସମସ୍ତ କଷ୍ଟରୁ ମତେ ଉଦ୍ଧାର କରିବେ, ସମସ୍ତ ପ୍ରକାର ଅସୁସ୍ଥତାରୁ ମତେ ଉଦ୍ଧାର କରିବେ, ସମସ୍ତ ଶତ୍ରୁ କବଳରୁ ମତେ ଉଦ୍ଧାର କରିବା ପାଇଁ ସେ ଶକ୍ତି ସାମର୍ଥ୍ୟ ଥିବା ପରମେଶ୍ୱର। ଆମେ ଦେଖୁଛୁ ଯେତେବେଳେ ପାଉଲ ଏବଂ ଶିଲା ଫିଲିପି ନଗରର ସେଇ ବନ୍ଦୀଶାଳାରେ ବନ୍ଦୀ ହେଇଛନ୍ତି, ଆଉ ସେଇ ସମୟରେ ସେମାନେ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି, ପ୍ରଭୁଙ୍କର ସ୍ତବ ଗାନ କରୁଛନ୍ତି, ଆଉ ଯଦ୍ୱାରା କି ସେଇ ସ୍ଥାନରେ ପ୍ରଭୁ ତାଙ୍କର ବନ୍ଧନ ମୁକ୍ତ କଲେ, ସେଇ କାରାଗାର ଦ୍ୱାର ଖୋଲିଦେଲେ, ଆଉ ତାଙ୍କୁ ଉଦ୍ଧାର କରିବା ପାଇଁ ସେ ସ୍ଥାନରେ ଉପସ୍ଥିତ ହେଲେ। ଯଦି ଫିଲିପି ତାର 4 ପର୍ବ 6 ପଦ ଦେଖିବା, ସେ ସ୍ଥାନ ଲେଖାଯାଏ ପ୍ରାର୍ଥନା କରିବା ପୂର୍ବରୁ ଧନ୍ୟବାଦ କରିବା, ପ୍ରଶଂସା କରିବା, ପ୍ରଭୁଙ୍କ ନାମକୁ ଉଚ୍ଚୀକୃତ କରିବା, କିନ୍ତୁ ତାହା ଆମେ କରିନଥାଉ। ସର୍ବାନ୍ତକ ସବୁ ମାନେ ଆମର ପରିବାର ଏକାଠି ହୋଇ ଉପବାସ ପ୍ରାର୍ଥନା ସହ ତାଙ୍କର ପ୍ରଶଂସା, ସ୍ତୁତି, ଆରାଧନା କରିବା, ତାଙ୍କ ନିକଟରେ ପ୍ରାର୍ଥନା କରିବା, ସର୍ବାନ୍ତକଣ ସହିତ ଖୋଜିବା, ନିଶ୍ଚିତ ଭାବରେ ପ୍ରଭୁଙ୍କର ଉଦ୍ଦେଶ୍ୟ ମାନେ ପାଇପାରିବା। ପ୍ରଭୁ ସମସ୍ତ ବିପଦରୁ ସମସ୍ୟାରୁ ଉଦ୍ଧାର କରିବା ପରମେଶ୍ୱର ଅଟନ୍ତି। କେବଳ ଆମେ କଣ କରିବା? ତାଙ୍କୁ ସର୍ବାନ୍ତକଣ ସହିତ ଖୋଜିବା, ତେବେ ସେ ଆମମାନଙ୍କର ପ୍ରାର୍ଥନା ଶୁଣିବେ ଏବଂ ଆମମାନଙ୍କୁ ଉତ୍ତର ଦେବେ। ତେଣୁକରି ଆଜି ଦିଦି ମଧ୍ୟ ପଢିଲେ, ତୁମ୍ଭେ ଆମ୍ଭ ନିକଟରେ ପ୍ରାର୍ଥନା କର, ଆମ୍ଭେ ତୁମକୁ ଉତ୍ତର ଦେବା, ପୁଣି ଦୁଷ୍କର ମହତ ଅଜ୍ଞାତ ବିଷୟମାନ ମୋ ଜୀବନରେ ଦେଖାଇବା। ମୋ ପ୍ରିୟ ମାନେ, ଆଶା ନ କରିଥିବା ବିଷୟ ଆମେ ପାଇପାରିବା। ଆଶ୍ଚର୍ଯ୍ୟ ବିଷୟମାନ ଆମଙ୍କର ଜୀବନରେ ଘଟିବ ଯଦି ଆମେ ପ୍ରଭୁଙ୍କୁ ଅନ୍ୱେଷଣ କରିବା ଆଉ ସର୍ବାନ୍ତକରଣ ସହିତ ଅନ୍ୱେଷଣ କରିବା, ତାହେଲେ ଆମେ ତାହାକୁ ପାଇପାରିବା। ଆଉ ପ୍ରେରିତ ତାର 17 ପର୍ବ 26 ପଦ ଦେଖନ୍ତୁ, ସେଇ ସ୍ଥାନରେ କଣ ଲେଖାଯାଏ? ଯଦି ଆପଣ ସେଇ ପ୍ରେରିତ ତାର 17 ପର୍ବ ତାର 22-23 ପଦରୁ ଯଦି ଦେଖିବେ, ଅତି ସୁନ୍ଦର ବିଷୟ ଲେଖାଯାଏ। ସେଇ ସ୍ଥାନରେ ଆମେ ପରମେଶ୍ୱରକୁ କି ପ୍ରକାର ଭାବେ ଖୋଜିଲେ ପାଇବା, ସେ ସ୍ଥାନ ଲେଖାଯାଉଛି, କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣ ମାନଙ୍କର ପୂଜ୍ୟ ବସ୍ତୁ ସମସ୍ତ ଦେଖୁ ଦେଖୁ ଗୋଟିଏ ବେଦୀ ମଧ୍ୟ ଦେଖିଲି, ଯାହା ଉପରେ ଏଇ କଥା ଲେଖା ହୋଇଅଛି, ଅଜ୍ଞାତ ଦେବତା ଉଦ୍ଦେଶ୍ୟରେ ଅଟେ, ଆପଣ ମାନେ ନ ଜାଣି ଯାହାଙ୍କର ସେବା କରୁଛନ୍ତି, ପୂଜା କରୁଛନ୍ତି, ମୁଁ ତାହାଙ୍କୁ ଆପଣ ମାନଙ୍କ ନିକଟରେ ପ୍ରଚାର କରୁଅଛି। ଯେଉଁ ଈଶ୍ୱର ଜଗତ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିରରେ ବାସ କରନ୍ତି ନାହିଁ। ମୋ ପ୍ରିୟ ମାନେ, ଆମଙ୍କର ପ୍ରଭୁ ସୃଷ୍ଟିକର୍ତ୍ତା ପରମେଶ୍ୱର ଜୀବିତ ଈଶ୍ୱର ଅଟନ୍ତି। ସେ ଏ ଜଗତ ସବୁ ବିଷୟ ସୃଷ୍ଟି କରିଥିବାରୁ ମନୁଷ୍ୟର ହସ୍ତ ନିର୍ମିତ ମନ୍ଦିରରେ ବାସ କରନ୍ତି ନାହିଁ, କିମ୍ବା ତାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସୀମିତ ହୁଅନ୍ତି ନାହିଁ, ତେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ ନିଶ୍ୱାସ ସମସ୍ତ ପଦାର୍ଥ ଦାନ କରନ୍ତି। ତଥାପି ମଧ୍ୟ ବିଜାତି ମାନେ ସେବାୟତ ରଖନ୍ତି ତାଙ୍କର ପ୍ରଭୁଙ୍କର ସେବା କରିବା ପାଇଁ, କିନ୍ତୁ ଆମ ପ୍ରଭୁ କହୁଛନ୍ତି ତାଙ୍କର କୌଣସି ବିଷୟ ଅଭାବ ନାହିଁ ଯେ ସେ ଆମ
ଆମମାନଙ୍କ ହସ୍ତ ଦ୍ୱାରା ସେବିତ ହେବେ ଆଉ ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତି ସୃଷ୍ଟି କରିଅଛନ୍ତି ସେ ସେମାନଙ୍କ ନିର୍ଦ୍ଦିଷ୍ଟ କାଳ ନିବାସ ସୀମା ସ୍ଥିର କରିଅଛନ୍ତି ସେମାନେ ଯେପରି ଈଶ୍ୱରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାଙ୍କର ଉଦ୍ଦେଶ୍ୟ ପାଇପାରନ୍ତି ଯଦିବି ସେ ଆମମାନଙ୍କର କାହାରି ଠାରୁ ଦୂର ଅଛନ୍ତି ଅତି ନିକଟରେ ଅଛନ୍ତି କାରଣ ଈଶ୍ୱରଙ୍କର ବାସସ୍ଥାନ କୌଣସି ମନ୍ଦିର ମସଜିଦ କିମ୍ବା ଗିର୍ଜା ଘରେ ନୁହେଁ ମାତ୍ର ଯାହାକି ପ୍ରଥମ କରନ୍ତିନି ପର୍ବ 16 ପଦ ଲେଖାଯାଏ ଯେ ତୁମମାନେ କି ଜାଣୁ ନାହିଁ ତୁମମାନେ ଈଶ୍ୱରଙ୍କର ମନ୍ଦିର ଆଉ ଈଶ୍ୱରଙ୍କର ଆତ୍ମା ତୁମମାନଙ୍କ ଅନ୍ତର ମଧ୍ୟରେ ବାସ କରନ୍ତି ହଁ ମୋ ପ୍ରିୟମାନେ ଯେ ତ ପ୍ରଭୁ ଆମମାନଙ୍କ ହୃଦୟ ମଧ୍ୟରେ ଅଛନ୍ତି କିନ୍ତୁ ଆଜି ଅନେକ ଲୋକ ଏଣେ ତେଣେ ଦୌଡୁଛନ୍ତି ଚାରିଧାମ କାଶୀ ଗୟା ଗଙ୍ଗା ବଦ୍ରୀନାଥ ଚାରିଆଡେ ଯାଇକିରି ସେମାନେ ସତ୍ୟ ପରମେଶ୍ୱରଙ୍କୁ ଖୋଜନ୍ତି କିନ୍ତୁ ଲେଖାଯାଏ କାଳେ ସେମାନେ ଦରାଣ୍ଡି ଦରାଣ୍ଡି ତାଙ୍କର ଉଦ୍ଦେଶ୍ୟ ପାଇପାରନ୍ତି ଯୋଉମାନେ ଆଜିର ପ୍ରସଙ୍ଗ ହେଲା ଯୋଉମାନେ ତାଙ୍କୁ ସର୍ବାନ୍ତକରଣ ସହିତ ଅନ୍ୱେଷଣ କରନ୍ତି ସେମାନେ ତାଙ୍କର ଉଦ୍ଦେଶ୍ୟ ପାଇପାରନ୍ତି ତ ସେ କାହାରି ଠାରୁ ଦୂରରେ ନାହାନ୍ତି ଅତି ନିକଟରେ ଅଛନ୍ତି ତଥାପି ମଧ୍ୟ ତାଙ୍କୁ ଆଜି ଲୋକମାନେ ଖୋଜୁଛନ୍ତି ଆଉ ଦେଖିବା ଗୀତ ତାର 46 ମଧ୍ୟ ଆମେ ଦେଖୁଛୁ ପରମେଶ୍ୱର ଆମଙ୍କର ଆଶ୍ରୟ ବଳ ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ ସେ ଅତି ପାଖରେ ଅଛନ୍ତି ଦୂରକୁ ଯିବା ଦରକାର ନାହିଁ କାହାକୁ ଖୋଜିବା ଦରକାର ନାହିଁ କାହାର ସାହାଯ୍ୟ ଲୋଡ଼ିବା ଦରକାର ନାହିଁ ସବୁଠୁ ନିକଟରେ ଅଛନ୍ତି ନିକଟବର୍ତ୍ତୀ ସହାୟ ସେ ଆମକୁ ସାହାଯ୍ୟ କରିବା ପାଇଁ ଆମକୁ ସହାୟକ ଭାବରେ ଆମ ନିକଟରେ ଅଛନ୍ତି କିନ୍ତୁ ଆମେ ତାକୁ ଦେଖିପାରୁନୁ କାରଣ ସର୍ବାନ୍ତକରଣ ସହିତ ଆମେ ତାଙ୍କୁ ଖୋଜି ନଥାଉ ସର୍ବାନ୍ତକରଣ ସହିତ ବିଶ୍ୱାସ ଭରସାରେ ଧୈର୍ଯ୍ୟ ସହ ଆମେ ପ୍ରାର୍ଥନାରେ ଲାଗି ନଥାଉ ଦେଖିବା ଆହୁରି ଗୋଟିଏ ବିଷୟ ଯଦି ଆମେ ଦେଖୁଛୁ ଯେ ଆମର ଯକ୍ଷ ବିଷୟ ଯାହାକି ଲୋକ ତାର 19 ପର୍ବ ଲେଖାଯାଏ ଯେ ଯକ୍ଷ ସେ କଣ କଲା 2 ପଦ ଯେ ଦେଖିବେ ସେ ସ୍ଥାନ ଲେଖାଯାଏ ଯୀଶୁ କେମିତି ସେ ଦେଖିବା ପାଇଁ ତା ମନରେ ଇଚ୍ଛା ଆସିଲା ସେ ତାକୁ ଦେଖିବା ପାଇଁ ଇଚ୍ଛା ଆସିଲା ତେଣୁକରି ସେ ଗଲା ନିରାଶ ହେଲା ନାହିଁ ବାଙ୍ଗେରା ଥିଲା ଦେଖିପାରିଲା ନାହିଁ ଲୋକ ଗହଳି ଭିତରେ ତଥାପି ନିରାଶ ହେଲା ନାହିଁ କିନ୍ତୁ ଦେଖିବାର ଇଚ୍ଛା ତା ଭିତରେ ରହିଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବ ଆଉ ସେ କଣ କଲା ନା ଡିବିରି ଗଛରେ ଚଢିଲା ଦେଖନ୍ତୁ ଯେତେବେଳେ ସର୍ବାନ୍ତକରଣ ପ୍ରଭୁ ଜାଣିପାରିଲେ ଯେ ସେ ହୃଦୟ ସହିତ ମତେ ଖୋଜୁଅଛି ସେ ସିଧା ସେ ଗଛ ନିକଟକୁ ଗଲେ ଆଉ ଯକ୍ଷ କହିଲେ ଯକ୍ଷ ଶୀଘ୍ର ତଳକୁ ଓହ୍ଲେଇ ଆସ ଆଜି ମତେ ଅବଶ୍ୟ ତମ ଘରେ ରହିବାକୁ ପଡିବ ମୋ ପ୍ରିୟ ମାନେ ଯୋଉମାନେ ସର୍ବାନ୍ତକରଣରେ ଖୋଜନ୍ତି ଆଉ ସେମାନେ ପରମେଶ୍ୱରଙ୍କ ଉଦ୍ଦେଶ୍ୟ ପାଇପାରନ୍ତି ଏ କାହାଠାରୁ ମଧ୍ୟ ଦୂରରେ ନୁହନ୍ତି ଅତି ନିକଟ ଅଛନ୍ତି ଆମ ପାଖରେ ଅଛନ୍ତି ଆଉ ଆମଙ୍କର ବିପଦ ସମୟରେ ଦୁର୍ଦ୍ଦଶା କାଳରେ ସେ ଅତି ନିକଟବର୍ତ୍ତୀ ସହାୟ ଅଟନ୍ତି ତେଣୁକରି ଗୀତ ତାର 121 ପଦ ଲେଖାଯାଏ ମୁଁ ପର୍ବତଗଣ ଆଡୁ ଦୃଷ୍ଟି କରିବି ଯେଉଁଠାରେ ମୋ ସାହାଯ୍ୟ ଆସିବ ମୋ ସାହାଯ୍ୟ ସଦା ପ୍ରଭୁଙ୍କ ଠାରୁ ଆସେ ମୋ ପ୍ରିୟ ମାନେ ଯଦି ଆମେ ସର୍ବାନ୍ତକରଣ ସହିତ ବିଶ୍ୱାସ ଏବଂ ଭରସା ଧୈର୍ଯ୍ୟର ସହିତ ଅପେକ୍ଷା କରି ଆମେ ସର୍ବାନ୍ତକରଣ ସହିତ ପ୍ରଭୁଙ୍କୁ ଖୋଜିବା ନିଶ୍ଚିତ ଭାବରେ ଆମେ ତାଙ୍କର ଉଦ୍ଦେଶ୍ୟ ପାଇବା ସେ ଉଦ୍ଧାର କରିବେ ଆମମାନଙ୍କ ସମସ୍ୟାରୁ ଆମ ରୋଗରୁ ଆମ କଷ୍ଟରୁ ଆମ ଅଭାବରୁ ଆଉ ତେଣୁକରି ମାତୃ ତାର 6 ପର୍ବ 33 ପଦରେ ଏପରି ଲେଖାଗଲା ତୁମେ ପ୍ରଥମେ ତାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର ଆଉ ତୁମର ଯାହା ଯାହା ଆବଶ୍ୟକ ଅଛି ସେ ସବୁ ତୁମକୁ ଦିଆଯିବ ବିଜାତି ମାନେ ଅନ୍ୟ ସବୁ ଖୋଜି ବୁଲନ୍ତି କିନ୍ତୁ ଆମେ ପ୍ରଭୁଙ୍କୁ ଜାଣିବା ବ୍ୟକ୍ତି ବିଶେଷ ମାନେ ଆମେ ପ୍ରଥମେ କୌଣସି ବିଷୟ ନ ଖୋଜି ପ୍ରଭୁଙ୍କୁ ଖୋଜିବା ଯଦି ପ୍ରଭୁଙ୍କୁ ପାଇଯିବା ତାହେଲେ ସବୁ ପାଇଯିବା ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏଇ ଅଳ୍ପ ବାକ୍ୟରେ ଧନ୍ୟବାଦ ପ୍ରଭୁଙ୍କ ମହାନାମରେ ଧନ୍ୟବାଦ ପ୍ରଭୁ ଗୌରବ ପାଆନ୍ତୁ ଆଜି ସୁନ୍ଦର ଭାବେ ପ୍ରଭୁଙ୍କ ଦାସଙ୍କ ଦ୍ୱାରା ପ୍ରଭୁ ଆମମାନଙ୍କ ନିମନ୍ତେ ଯୋଉ ଆବଶ୍ୟକ ଥିଲା ଆମେ ଯେମନ୍ତ ପ୍ରଭୁ ପରମେଶ୍ୱରଙ୍କୁ ଆମେ କିପରି ଖୋଜିବା ଆମେ ଯଦି ସର୍ବାନ୍ତକରଣ ସହିତ ଆମେ ଆମ ପରମେଶ୍ୱରଙ୍କୁ ଖୋଜିବା ଆଉ ବିଶ୍ୱାସ ଭରସା ସହିତ ଆମେ ଯଦି ଆମ ପ୍ରଭୁଙ୍କୁ ଆମେ ଖୋଜିବା ତାହେଲେ ଆମେ ତାଙ୍କର ଉଦ୍ଦେଶ୍ୟ ପାଇବା ଆଉ ଆଜି ଦିନ ଆମେ ଏଇ ବାକ୍ୟ ଦ୍ୱାରା ଆମମାନଙ୍କୁ ଯୋଉ ପ୍ରଭୁଙ୍କ ଆମମାନଙ୍କ ନିମନ୍ତେ ଯୋଉ ଆମମାନେ ପରିବାର ଆମମାନଙ୍କ ପରିବାରରେ ଆମେ ଯେମନ୍ତ ସମସ୍ତେ ଏକତ୍ର ଭାବରେ ଯେମନ୍ତ ପରିବାର ମଧ୍ୟରେ ଏକତ୍ର ଭାବରେ ଆମେ ଯେମନ୍ତ ଆମମାନଙ୍କର ପ୍ରାର୍ଥନା କରିବା ସନ୍ଧ୍ୟା ଉପାସନା ହଉ କି ଆମମାନଙ୍କର ପ୍ରାର୍ଥନା ସମୟରେ ଯେମନ୍ତ ପରିବାର ଯେମନ୍ତ ଆମେ ଏକତ୍ର ଭାବରେ ଯେମନ୍ତ ଆମେ ପ୍ରଭୁଙ୍କର ଗୌରବ କରିବା ପ୍ରଭୁଙ୍କର ଉଦ୍ଦେଶ୍ୟକୁ ଆମେ ଖୋଜିବା ପ୍ରଭୁଙ୍କୁ ଆମେ ସର୍ବାନ୍ତକରଣ ସହିତ ଆମେ ଯେମିତି ପ୍ରଭୁଙ୍କ ନିକଟକୁ ଯିବା
ବୋଲେ ଆମେ Amen. Amen. ଯେମିତି ଝିଅ ସପୋର୍ଟ ଯେମିତି